वाञ्छा कल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। हरे कृष्ण। श्रीमद् भगवत गीता चैप्टर 7 वर्स 15 श्लोक नंबर 15। न मां दुष्कृतिन मूढ़ा प्रपद्यन्त नराधमा मायापहृत ज्ञाना आसुरं भावमाश्रिताम्। न मां दुष्कृतिन मूढ़ा प्रपद्यन्ते नराधमा मायापहृत ज्ञाना आसुरं भावमाश्रिताम्। न माने नाही, मां माने मते, दुष्कृति न दुर्बृत गण, मूढ़ा माने मूर्ख माने, प्रपद्यन्ते शरण रे आसंती, नराधमा नराधम माने मूढ़ मानव गण, माया माने माया शक्ति द्वारा, अपहृत माया द्वारा अपहृत, ज्ञान ज्ञान, आसुरम माने असुर, भावम माने भाव, आश्रिता माने युक्त। न मां दुष्कृतिन मूढ़ा प्रपद्यन्तो नराधमा मायापहृत ज्ञाना आसुरं भावमाश्रिताम्। गंडमूर्ख दुर्बृत गण नराधम माने ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହୋଇଛି ସେମାନେ ଏବଂ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ମୋ ଠାରେ ଆତ୍ମସମର୍ପଣ କରନ୍ତି ନାହିଁ କିମ୍ବା ଶରଣରେ ଆସନ୍ତି ନାହିଁ। ଭାବାର୍ଥ, ଭଗବତ ଗୀତାରେ କୁହାଗଲା କେବଳ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ଆତ୍ମସମର୍ପଣ କଲେ ବା ତାଙ୍କର ପାଦପଦ୍ମରେ ଆଶ୍ରିତ ହେଲେ ବ୍ୟକ୍ତି ଭୂତ ପ୍ରକୃତିର କଠିନ ନିୟମକୁ ଅତିକ୍ରମ କରିଯାଏ। ଏଠାରେ ଗୋଟିଏ ପ୍ରଶ୍ନ ଉଠେ, ତାହେଲେ କାହିଁକି ଶିକ୍ଷିତ ଦାର୍ଶନିକ ଗଣ, ବୈଜ୍ଞାନିକ ଗଣ, ବ୍ୟବସାୟୀ ଗୋଷ୍ଠୀ, ଶାସକ ଗଣ ଏବଂ ଜନନେତା ଗଣ ସର୍ବଶକ୍ତିମାନ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେଉନାହାନ୍ତି? ଏ ଜନନେତାଗଣ ଭୂତ ପ୍ରକୃତି କବଳରୁ ମୁକ୍ତି ପାଇବା ନିମିତ୍ତ କେତେ ପ୍ରକାର ଚେଷ୍ଟା ନ କରୁଛନ୍ତି? ଏମାନେ ଏଥି ନିମିତ୍ତ ଜନ୍ମ ଜନ୍ମ ଧରି ବର୍ଷ ବର୍ଷ ଧରି କେତେ ଯୋଜନା କରୁଛନ୍ତି, କେତେ ପରିଶ୍ରମ କରୁଛନ୍ତି, କିନ୍ତୁ ମୁକ୍ତି ପାଇପାରୁନାହାନ୍ତି। ଯଦି କେବଳ ପରମ ପୁରୁଷ ଭଗବାନଙ୍କର ପାଦପଦ୍ମରେ ଶରଣାଗତ ହେଲେ ମୁକ୍ତି ମିଳିଯାଉଛି, ତାହେଲେ ବୁଦ୍ଧିମାନ ଓ ପରିଶ୍ରମୀ ଜନନେତାଗଣ ଏ ସହଜ ପନ୍ଥାକୁ କାହିଁକି ଗ୍ରହଣ କରୁନାହାନ୍ତି? ଗୀତା ଏ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇଛି। ଯେଉଁମାନେ ବାସ୍ତବରେ ପଣ୍ଡିତ, ପ୍ରକୃତ ଜନନେତା ଯଥା ବ୍ରହ୍ମା, ଶିବ, କପିଳ, କୁମାରଗଣ, ମନୁ, ବ୍ୟାସ, ଦେବଳ, ଅସିତ, ଜନକ, ପ୍ରହ୍ଲାଦ, ବଳି ଓ ପରବର୍ତ୍ତୀ ଯୁଗରେ ମାଧବାଚାର୍ଯ୍ୟ, ରାମାନୁଚାର୍ଯ୍ୟ, ଶ୍ରୀ ଚୈତନ୍ୟ ମହାପ୍ରଭୁ ଏବଂ ସେହିପରି ଆହୁରି ଅନେକ ଯେଉଁମାନେ କି ବିଶ୍ୱସ୍ତ ଦାର୍ଶନିକ, ରାଜନୀତିଜ୍ଞ, ଶିକ୍ଷାବିତ୍ ଓ ବୈଜ୍ଞାନିକ ଆଦି ଅଟନ୍ତି, ସେମାନେ ସମସ୍ତେ ସର୍ବଶକ୍ତିମାନ ଭଗବାନଙ୍କର ଚରଣାବିନ୍ଦରେ ଶରଣାପନ୍ନ ହୋଇଛନ୍ତି। ଯେଉଁମାନେ ପ୍ରକୃତରେ ଦାର୍ଶନିକ, ବୈଜ୍ଞାନିକ, ଶିକ୍ଷାବିତ୍, ଶାସକ ଆଦି ନୁହନ୍ତି, କିନ୍ତୁ ବାହାରକୁ ଦେଖାଇବା ପାଇଁ, ଭୌତିକ ଲାଭ ଉଠାଇବା ପାଇଁ ନେତା ସାଜନ୍ତି ବା ବୈଜ୍ଞାନିକ ବା ଦାର୍ଶନିକ ହୁଅନ୍ତି, ସେମାନେ ଭଗବାନଙ୍କର ପନ୍ଥା ବା ଯୋଜନାକୁ ଗ୍ରହଣ କରନ୍ତି ନାହିଁ। ସେମାନଙ୍କର ଭଗବାନଙ୍କ ସମ୍ବନ୍ଧରେ କୌଣସି ଧାରଣା ନଥାଏ।
ସେମାନେ ନିଜର ସୁବିଧା ଅନୁଯାୟୀ ପାର୍ଥିବ ଯୋଜନା ଗଢ଼ନ୍ତି ଏବଂ ଫଳରେ ସେମାନେ ନିଜ ପ୍ରଚେଷ୍ଟାରେ ସମସ୍ୟାର ସମାଧାନ କରିବାକୁ ଯାଇ ସମସ୍ୟାକୁ ଜଟିଳତର କରନ୍ତି। ସମସ୍ୟାର ସମାଧାନ କରିପାରନ୍ତି ନାହିଁ। ଭୂତ ପ୍ରକୃତି ଏଡ଼େ ଶକ୍ତିଶାଳୀ ଯେ ସେ ନାସ୍ତିକମାନଙ୍କର ମନଗଢ଼ା ଯୋଜନାକୁ ଭଣ୍ଡୁର କରିଦିଏ ଏବଂ ଯୋଜନା କମିଶନମାନଙ୍କର ମୁଣ୍ଡଟା ଗୋଳମାଳ କରିଦିଏ। ନାସ୍ତିକ ଯୋଜନାକାରୀମାନଙ୍କୁ ଏଠାରେ ଦୁଷ୍କୃତିନ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଅଛି। ଯେଉଁମାନେ କିଛି ଭଲ କାମ କରନ୍ତି ସେମାନଙ୍କୁ କୃତିନ କୁହାଯାଏ। ଯେଉଁମାନେ କିଛି ଭଲ କାମ କରନ୍ତି ସେମାନଙ୍କୁ କୃତିନ କୁହାଯାଏ। ଆଉ ଯେଉଁମାନେ ନାସ୍ତିକ ଯୋଜନାକାରୀ ସେମାନଙ୍କୁ ଦୁଷ୍କୃତିନ କୁହାଯାଏ। ଦୁଷ୍କୃତିନ। ତେଣୁ ନାସ୍ତିକ ଯୋଜନାକାରୀମାନଙ୍କୁ ଏଠାରେ ଦୁଷ୍କୃତିନ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଛି। ଆଉ ଯେଉଁମାନେ କିଛି ଭଲ କାମ କରନ୍ତି ସେମାନଙ୍କୁ କୃତିନ କୁହାଯାଏ। ନାସ୍ତିକ ଯୋଜନାକାରୀ ଗଣ ବେଳେବେଳେ ଖୁବ୍ ବୁଦ୍ଧିଆ ଓ ମେଧାବୀ ହୋଇଥାନ୍ତି। କାରଣ ବୁଦ୍ଧି ନଥିଲେ ସେମାନେ ଏତେ ବଡ଼ ବଡ଼ ଯୋଜନା କରିପାରିବେ ନାହିଁ। ଭଗବାନଙ୍କର ଯୋଜନାକୁ ଭଣ୍ଡୁର କରିବା ନିମିତ୍ତ ଏ ନାସ୍ତିକ ଯୋଜନାକାରୀ ଗଣ ଯୋଜନା କରୁଥିବାରୁ ସେମାନଙ୍କର ବୁଦ୍ଧି ବିପରୀତ ଦିଗରେ ପରିଚାଳିତ ହୋଇଥାଏ। ତେଣୁ ଏମାନଙ୍କୁ ଦୁଷ୍କୃତିନ କୁହାଯାଇଛି। ଏଥିରୁ ସୂଚିତ ହେଉଛି ସେମାନଙ୍କର ବୁଦ୍ଧି ଓ ପ୍ରଚେଷ୍ଟା ବିପଦଗାମୀ ହେଉଛି। ଗୀତାରେ ପରିଷ୍କାର ଭାବରେ କୁହାଯାଇଛି ଯେ ଭୂତ ପ୍ରକୃତି ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରେ। ଏହା ସ୍ୱାଧୀନ ନୁହେଁ। ବସ୍ତୁ ଗତି କରେ ଯେପରି ତାର ଛାୟା ଗତି କରେ ଠିକ୍ ସେହିପରି ଏହା କାର୍ଯ୍ୟକାରୀ କରେ। ତଥାପି ଏ ଭୌତିକ ଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ। ନାସ୍ତିକର ଈଶ୍ୱର ଭାବନା ନଥିବାରୁ ସେ ଜାଣିପାରେ ନାହିଁ ଏ ଶକ୍ତି କିପରି କାର୍ଯ୍ୟ କରୁଛି ଏବଂ ଭଗବାନଙ୍କର ଯୋଜନା କ'ଣ। ସେମାନେ ମାୟା ମୋହିତ ହୋଇଥିବା ଯୋଗୁଁ ରଜଗୁଣ ଓ ତମ ଗୁଣାଧୀନ ହୋଇଥିବା ଯୋଗୁଁ ସେମାନଙ୍କର ସମସ୍ତ ଯୋଜନା ଭଣ୍ଡୁର ହୋଇଯାଏ। ଉଦାହରଣ ସ୍ୱରୂପ ହିରଣ୍ୟକଶ୍ୟପ ଓ ରାବଣର ଯୋଜନା ଭଙ୍ଗୁର ହୋଇଯିବା ପରି ଏମାନଙ୍କର ଯୋଜନା ସବୁ ଧୂଳିସାତ ହୋଇଯାଉଛି। ଯଦିଓ ଏମାନେ ବଡ଼ ଭୌତିକ ଐଶ୍ୱର୍ଯ୍ୟଶାଳୀ ଥିଲେ, ବିଦ୍ୱାନ, ବୁଦ୍ଧିମାନ, ଦାର୍ଶନିକ ଓ ଦକ୍ଷ ଶାସକ ଥିଲେ, ତଥାପି ସେମାନଙ୍କର ସବୁ ଯୋଜନା ଭଣ୍ଡୁର ହୋଇଯାଇଛି। ଏ ଦୁଷ୍କୃତିନ ହେଉଛନ୍ତି 4 ଶ୍ରେଣୀର। ଏହା ନିମ୍ନରେ ବର୍ଣ୍ଣନା କରାଗଲା। ଦୁଷ୍କୃତିନ କେଉଁମାନେ? ନମ୍ବର 1, ଯେଉଁମାନେ ଅତ୍ୟନ୍ତ ଗଣ୍ଡମୂର୍ଖ ସେମାନଙ୍କୁ ମୂଢ଼ କୁହାଯାଏ। ଏମାନେ ଗଧ ପରି ଖଟନ୍ତି। ଏମାନେ ସେମାନଙ୍କର ପରିଶ୍ରମ ଫଳ ନିଜେ ଉପଭୋଗ କରିବାକୁ ଚାହାନ୍ତି, ଭଗବାନଙ୍କୁ ଦେବାକୁ ଚାହାନ୍ତି ନାହିଁ। ଭାରବାହୀ ପଶୁର ଉଦାହରଣ ହେଲା ଗଧ। ଗଧର ମାଲିକ ଗଧକୁ ଖୁବ୍ ଖଟାଏ। ବିଚରା ଗଧ ଜାଣେ ନାହିଁ ସେ କାହା ପାଇଁ ରାତିଦିନ ଏତେ ଖଟୁଛି। ବିଡ଼ାଏ ଘାସ ଖାଇ ଉଦର ପୂର୍ତ୍ତି କରି ସେ ସନ୍ତୁଷ୍ଟ ରହେ। ତାର ଭୟ ମାଲିକଠାରୁ ପିଟା ଖାଇବ, ଏହି ଭୟରେ ଟିକେ ଶୋଇପଡ଼େ। ଏଇଥିରେ ସେ ସନ୍ତୁଷ୍ଟ ରହେ। ସ୍ତ୍ରୀ ଗଧଠାରୁ ବାରମ୍ବାର ଗୋଇଠା ଖାଇ ମଧ୍ୟ ସେ ତାର ଯୌନ କ୍ରିୟା ସମ୍ପାଦନ କରି ସନ୍ତୁଷ୍ଟ ହୁଏ। ଏ ଗଧ ବେଳେବେଳେ ଗୀତ ଗାଏ ଓ ଦର୍ଶନ କହେ, କିନ୍ତୁ ଗଧର ଏ ଗାନ କେବଳ ଅନ୍ୟକୁ ବ୍ୟତିବ୍ୟସ୍ତ କରାଏ, ଅନ୍ୟର ଶାନ୍ତି ଭଙ୍ଗ ହିଁ କରେ। ମୂର୍ଖ ସକାମ କର୍ମୀର ଅବସ୍ଥା ଠିକ୍ ଏହି ଗଧ ସଦୃଶ। ସେ ଜାଣେ ନାହିଁ କାହା ପାଇଁ ସେ କାମ କରିବା। ସେ ଜାଣେ ନାହିଁ ଯେ କର୍ମ ଯଜ୍ଞାର୍ଥ ହେବା ଉଚିତ। ଏ ଦୁନିଆରେ ଯେଉଁମାନେ ଗଧ ପରି ଖଟୁଛନ୍ତି ଏବଂ କହୁଛନ୍ତି ଯେ ସେମାନେ କର୍ତ୍ତବ୍ୟ କରୁଛନ୍ତି, ସେମାନେ ଅଧିକାଂଶ ସମୟରେ କହିବାର ଶୁଣାଯାଏ ଆତ୍ମାର ଅମରତା ସମ୍ବନ୍ଧରେ ଶୁଣିବା ପାଇଁ ସେମାନଙ୍କର ବେଳ ନାହିଁ। ସେମାନେ ଜାଣନ୍ତି ନାହିଁ ସେମାନଙ୍କର କର୍ତ୍ତବ୍ୟ କ'ଣ। ସେମାନଙ୍କର କର୍ତ୍ତବ୍ୟ ସେମାନେ ନିଜେ ଠିକ୍ କରିଥାନ୍ତି ଏବଂ ସେହି କର୍ତ୍ତବ୍ୟ ଭାରରୁ ମୁକ୍ତ ହେବା ପାଇଁ ସେମାନେ ଗଧ ପରି ଖଟୁଥାନ୍ତି। ଏ ପ୍ରକାର ମୂଢ଼ ବା ମୂର୍ଖମାନଙ୍କ ପକ୍ଷରେ ଧ୍ୱଂସଶୀଳ ଭୌତିକ ଲାଭ ଜୀବନର ସର୍ବସ୍ୱ ଅଟେ। ଯଦିଓ
ଏ ମୌଢ଼ମାନେ ସେମାନଙ୍କର ପରିଶ୍ରମର ଫଳର ଏକ କ୍ଷୁଦ୍ର ଅଂଶ ଉପଭୋଗ କରନ୍ତି, ତଥାପି ତାହାକୁ ସେମାନେ ଜୀବନର ସର୍ବସ୍ୱ ବୋଲି ଭାବନ୍ତି। ବେଳେବେଳେ ସେମାନେ ଭୌତିକ ଲାଭ ନିମିତ୍ତ ଦିବାରାତ୍ର ଅନିଦ୍ରା ହୋଇ ଖଟନ୍ତି। ପୁନଶ୍ଚ ଯଦିଓ ସେମାନଙ୍କର ଅଜୀର୍ଣ୍ଣ ହେଉଥାଏ ବା ଉଦରାମୟ ପୀଡ଼ା ଥାଏ ଏବଂ ଯଦିଓ ସେମାନେ ଖୁବ୍ କମ୍ ଆହାର କରି ସନ୍ତୁଷ୍ଟ ହେଉଥାନ୍ତି, ତଥାପି ସେମାନେ କୃପଣ ଦୁର୍ଜନ, ମାନେ ମାଇକ ଜଗତର ମାଲିକ ପ୍ରଭୁ, ମାନେ ସେମାନେ କୃପଣ ଦୁର୍ଜନମାନଙ୍କର ସୁଖ ସୁବିଧା ନିମିତ୍ତ ଦିନରାତି ଖଟୁଥାନ୍ତି। ସେମାନଙ୍କର ପ୍ରକୃତ ପ୍ରଭୁ କିଏ ସେମାନେ ଜାଣିନଥାନ୍ତି। ଏ ମୂର୍ଖ ଶ୍ରମିକମାନେ ଧନ କୁବେରମାନଙ୍କର ସେବାରେ ସେମାନଙ୍କର ମୂଲ୍ୟହୀନ ସମୟ ନଷ୍ଟ କରୁଥାନ୍ତି। ଦୁର୍ଭାଗ୍ୟବଶତଃ ଏମାନେ ସମସ୍ତ ପ୍ରଭୁଙ୍କର ପରମ ପ୍ରଭୁ ବା ସମସ୍ତ ଈଶ୍ୱରଙ୍କର ବା ପରମେଶ୍ୱରଙ୍କର ଶରଣରେ ଆସନ୍ତି ନାହିଁ, ଅର୍ଥାତ୍ ତାଙ୍କଠାରେ ଆତ୍ମସମର୍ପଣ କରନ୍ତି ନାହିଁ କିମ୍ବା ଉପଯୁକ୍ତ ଅଧିକାରୀଙ୍କ ଠାରୁ ତାଙ୍କ କଥା ଶୁଣିବାକୁ ସମୟ ଦିଅନ୍ତି ନାହିଁ। ଯେଉଁ ଘୁଷୁରୀ ବିଷ୍ଠା ଭକ୍ଷଣ କରୁଛି, ସେ ଚିନି ଓ ଘିଅରେ ପ୍ରସ୍ତୁତ ସୁନ୍ଦର ସୁମିଷ୍ଟ ମିଠାଇ ଖାଇବାକୁ ମନ ବଳାଏ ନାହିଁ। ଠିକ୍ ସେହିପରି ଏ ମୂର୍ଖ ଶ୍ରମିକଗଣ ଇନ୍ଦ୍ରିୟ ସୁଖଦୀପକ ବାର୍ତ୍ତା ଶୁଣିବାରେ ବରଂ ସମୟ ଦେବେ, କିନ୍ତୁ ଭଗବାନଙ୍କର କଥା ଶୁଣିବା ପାଇଁ ସମୟ ଦେଇପାରିବେ ନାହିଁ। ଯେଉଁ ଭୌତିକ ଶକ୍ତି ଏ ଭୌତିକ ଜଗତକୁ କ୍ରିୟାଶୀଳ କରିଛି, ତାହାର କାହାଣୀ ଏମାନେ ଅକ୍ଳାନ୍ତ ଭାବରେ ବରଂ ଶୁଣିବେ, କିନ୍ତୁ ଭଗବାନଙ୍କର କଥା ଶୁଣିବେ ନାହିଁ। ନମ୍ବର ଟୁ କ'ଣ? ଆଉ ଗୋଟିଏ ପ୍ରକାର ଦୁଷ୍କୃତିନକୁ ନରାଧାମ କୁହାଯାଏ। ଆଉ ଗୋଟିଏ ପ୍ରକାର ଦୁଷ୍କୃତିନକୁ କ'ଣ କୁହାଯାଏ? ନରାଧମ। ସେମାନେ ନରମାନଙ୍କ ମଧ୍ୟରେ ନିକୃଷ୍ଟ ଜାତିର ଅଟନ୍ତି। 84 ଲକ୍ଷ ଜୀବଜୁନି ମଧ୍ୟରେ 4 ଲକ୍ଷ ପ୍ରକାର ମାନବ ଅଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଅସଭ୍ୟ ନିମ୍ନ ଶ୍ରେଣୀର ମାନବ ଅଟନ୍ତି। ମାନବମାନଙ୍କ ମଧ୍ୟରେ ଯେଉଁମାନଙ୍କର ବ୍ୟବହାର ସଂଯତ ଓ ଯେଉଁମାନେ ସାମାଜିକ, ରାଜନୈତିକ ଏବଂ ଧାର୍ମିକ କ୍ଷେତ୍ରର ସଂଯତ ଜୀବନଯାପନ କରନ୍ତି, ସେମାନଙ୍କୁ ସଭ୍ୟ ମାନବ ବୋଲି କୁହାଯାଏ। ଆଉ ଯେଉଁମାନେ କେବଳ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଉନ୍ନତି କରିଛନ୍ତି କିନ୍ତୁ ଧର୍ମନୀତି ଅବଲମ୍ବନ କରନ୍ତି ନାହିଁ, ସେମାନେ ନରାଧମ ଅଟନ୍ତି। ଭଗବାନଙ୍କୁ ଛାଡ଼ି ଧର୍ମ ନାହିଁ। ଧର୍ମନୀତି ଅବଲମ୍ବନ କରିବାର ଉଦ୍ଦେଶ୍ୟ ହେଲା ପରମ ସତ୍ୟ ଭଗବାନଙ୍କୁ ଜାଣିବା ଏବଂ ମାନବର ତାଙ୍କ ସହିତ କି ସମ୍ବନ୍ଧ ଅଛି ତାହା ଜାଣିବା। ଗୀତାରେ ଭଗବାନ ପରିଷ୍କାର ଭାବରେ କହିଛନ୍ତି ଯେ ତାଙ୍କଠାରୁ କେହି ବଡ଼ ନାହାନ୍ତି ଏବଂ ସେ ହେଉଛନ୍ତି ପରମ ସତ୍ୟ। ମାନବମାନଙ୍କ ମଧ୍ୟରେ ଯେଉଁମାନଙ୍କର ଏହି କୃଷ୍ଣ ଚେତନା ବା ଭଗବତ ଚେତନା ଅଛି, ଯେଉଁମାନେ ପରମ ସତ୍ୟ ଭଗବାନ ଶ୍ରୀକୃଷ୍ଣ ବା ସର୍ବଶକ୍ତିମାନ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସେମାନଙ୍କର ଶାଶ୍ୱତ ସମ୍ବନ୍ଧକୁ ଯୋଡ଼ି ରଖିପାରନ୍ତି, ସେମାନେ ସଭ୍ୟ ମାନବ ଅଟନ୍ତି। ଯେଉଁମାନେ ଏହି ଚେତନାକୁ ପୁନଃଜାଗ୍ରତ କରାଇ ପାରିଛନ୍ତି, ସେମାନେ ମଧ୍ୟ ସଭ୍ୟ ମାନବ ଶ୍ରେଣୀର ଅଟନ୍ତି। ଯେଉଁମାନେ ଏ ସୁଯୋଗ ହରାଇଛନ୍ତି, ସେମାନେ ନରାଧମ ଶ୍ରେଣୀର ଅଟନ୍ତି। ପ୍ରାମାଣିକ ଗ୍ରନ୍ଥ ବା ଶାସ୍ତ୍ରମାନଙ୍କରୁ ଆମ୍ଭେମାନେ ଏ ପ୍ରମାଣ ପାଇଛୁ ଯେ ଯେତେବେଳେ ଶିଶୁ ମାତୃଗର୍ଭରେ ଥାଏ, ସେତେବେଳେ ସେ ଭଗବାନଙ୍କୁ ପ୍ରାର୍ଥନା କରେ, ହେ ଭଗବାନ, ମୋତେ ଯନ୍ତ୍ରଣାଦାୟକ ପରିସ୍ଥିତିରୁ ଉଦ୍ଧାର କରନ୍ତୁ। ମୁଁ ଏଥିରୁ ଉଦ୍ଧାର ପାଇଲେ କେବଳ ଆପଣଙ୍କର ପୂଜା କରିବି, ଆପଣଙ୍କର ଭଜନ କରିବି। ମାତୃଗର୍ଭ ଅତ୍ୟନ୍ତ ଯନ୍ତ୍ରଣାଦାୟକ ସ୍ଥାନ ଅଟେ। ସେଠାରେ ଶିଶୁ ଥିଲାବେଳେ ବଡ଼ ଯନ୍ତ୍ରଣା ଅନୁଭବ କରେ। ଯେତେବେଳେ ଜୀବ ବିପଦରେ ପଡ଼ିଥାଏ ବା ଦୁଃଖ ଯନ୍ତ୍ରଣା ଭୋଗ କରୁଥାଏ, ସେତେବେଳେ ସେ ଭଗବାନଙ୍କୁ ପ୍ରାର୍ଥନା କରେ। ଏହା ହେଉଛି ସ୍ୱାଭାବିକ କଥା, କାରଣ ସେ ଶାଶ୍ୱତ ଭାବେ ଭଗବାନଙ୍କ ସହ ସମ୍ବନ୍ଧିତ ଅଟେ। କିନ୍ତୁ ଜନ୍ମ ହୋଇ ହେଲା ପରେ
ଶିଶୁ ମାୟା ଶକ୍ତିର ସଂସ୍ପର୍ଶରେ ଆସି ଜନ୍ମକାଳୀନ ଦୁଃଖ ଯନ୍ତ୍ରଣାକୁ ଭୁଲିଯାଏ ଏବଂ ତାର ତ୍ରାଣକର୍ତ୍ତାଙ୍କୁ ମଧ୍ୟ ଭୁଲିଯାଏ। ଶିଶୁମାନଙ୍କ ମଧ୍ୟରେ ସୁପ୍ତ ଥିବା ଭଗବତ ଚେତନାକୁ ଜାଗ୍ରତ କରାଇବା ହେଉଛି ପିତାମାତାଙ୍କର କର୍ତ୍ତବ୍ୟ। ମନୁସ୍ମୃତିରେ ଦଶବିଧ ସଂସ୍କାର ପଦ୍ଧତି ବର୍ଣ୍ଣନା କରାଯାଇଅଛି। ଏଗୁଡ଼ିକ ହେଉଛି ଧର୍ମନୀତି। ବର୍ଣ୍ଣାଶ୍ରମ ଧର୍ମରେ ଭଗବତ ଚେତନା ଜାଗ୍ରତ କରିବା ନିମିତ୍ତ ଏଗୁଡ଼ିକର ଆବଶ୍ୟକତା ରହିଛି। ସେଇଥିପାଇଁ ଏଗୁଡ଼ିକର ବ୍ୟବସ୍ଥା ଦିଆଯାଇଅଛି। ବର୍ତ୍ତମାନ ପୃଥିବୀର କୌଣସି ଅଂଶରେ ଏ ସଂସ୍କାର ପଦ୍ଧତି ଅନୁସୃତ ହେଉନାହିଁ। ତେଣୁ ଶତକଡ଼ା 99.9% ଲୋକ ନରାଧାମ ଅଟନ୍ତି। ଯେତେବେଳେ ସମଗ୍ର ମାନବ ସମାଜ ନରାଧମମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯାଏ, ସେତେବେଳେ ଶକ୍ତିଶାଳୀ ଭୂତ ପ୍ରକୃତି ଏମାନଙ୍କର ତଥାକଥିତ ଶିକ୍ଷାକୁ ପଣ୍ଡ କରିଦିଏ। ଗୀତାର ଶିକ୍ଷା ଅନୁଯାୟୀ ଯେ ବ୍ରାହ୍ମଣ, ଗାଭୀ, ହସ୍ତୀ, ଶ୍ୱାନ ଏବଂ ଚଣ୍ଡାଳଙ୍କୁ ସମଦୃଷ୍ଟିରେ ଦେଖନ୍ତି, ସେ ପ୍ରକୃତରେ ଜ୍ଞାନୀ ବା ପଣ୍ଡିତ ଅଟନ୍ତି। ଭେରି ଇମ୍ପୋର୍ଟାଣ୍ଟ। ଗୀତାର ଶିକ୍ଷା ଅନୁଯାୟୀ ଯେ ବ୍ରାହ୍ମଣ, ଗାଭୀ, ହସ୍ତୀ, ଶ୍ୱାନ ଏବଂ ଚଣ୍ଡାଳଙ୍କୁ ସମଦୃଷ୍ଟିରେ ଦେଖନ୍ତି, ସେ ପ୍ରକୃତରେ ଜ୍ଞାନୀ ବା ପଣ୍ଡିତ ଅଟନ୍ତି। ଏହା ହେଉଛି ଏକ ପ୍ରକୃତ ଭକ୍ତର ଦୃଷ୍ଟି। ଭଗବାନଙ୍କର ଅବତାର ଶ୍ରୀ ନିତ୍ୟାନନ୍ଦ ପ୍ରଭୁ ଦୁଇ ଜଣ ନରାଧାମ ଜଗାୟୁ ମାଧାଇ ଦୁଇ ଭାଇଙ୍କୁ ଅହେତୁକ କୃପା ପ୍ରଦର୍ଶନ କରି ଉଦ୍ଧାର କରିଦେଲେ। କିପରି ପତିତ ଜନ ଉପରେ ଭକ୍ତର କୃପା ପ୍ରଦର୍ଶନ କରାଯାଇପାରେ ତାହା ସେ ଦେଖାଇଲେ। ଯେଉଁ ନରାଧମମାନଙ୍କୁ ଭଗବାନ ଏଠାରେ ଘୃଣା କରିଛନ୍ତି, ସେମାନେ ଯଦି ଏହି ଶୁଦ୍ଧ ଭକ୍ତଙ୍କର କୃପା ଲାଭ କରନ୍ତି, ତାହେଲେ ସେମାନଙ୍କର ଦିବ୍ୟ ଚେତନା ପୁଣି ଜାଗି ଉଠିବ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଭାଗବତ ଧର୍ମ ପ୍ରଚାର କରି କହିଯାଇଛନ୍ତି ଯେ ଲୋକମାନେ ବିନୟ ସହକାରେ ଭଗବାନଙ୍କର ବାଣୀ ଶ୍ରବଣ କରିବା ଉଚିତ। ଏ ବାଣୀର ସାର ହେଲା ଭଗବଦ ଗୀତା। ନରାଧମମାନେ ଏହିପରି ବିନୟ ସହକାରେ ଶ୍ରବଣ କଲେ ମୁକ୍ତି ପାଇପାରିବେ। କିନ୍ତୁ ଦୁର୍ଭାଗ୍ୟର କଥା, ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପରି ସ୍ଥଳେ ଭଗବାନଙ୍କର ଶରଣାପନ୍ନ ହେବା କଥା ବା କ'ଣ କହିବା? ନରାଧମମାନେ ମାନବର ପରମ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ରୂପେ ଅବହେଳା ପ୍ରଦର୍ଶନ କରନ୍ତି। ନମ୍ବର 3, ତୃତୀୟ ଶ୍ରେଣୀର ତୃତୀୟ ଶ୍ରେଣୀର ଦୁଷ୍କୃତିନମାନଙ୍କୁ ମାୟାପହୃତ ଜ୍ଞାନ ବୋଲି କୁହାଯାଏ। ଏମାନଙ୍କର ଜ୍ଞାନକୁ ମାୟା ଚୋରି କରି ନେଇଛି। ଏମାନଙ୍କର ଜ୍ଞାନ ମାୟା ଶକ୍ତି ପ୍ରଭାବରେ ପଣ୍ଡ ହୋଇଯାଇଛି। ସାଧାରଣତଃ ଏମାନେ ବଡ଼ ଜ୍ଞାନୀ ଅଟନ୍ତି। ଏମାନେ ବିଶିଷ୍ଟ ଦାର୍ଶନିକ, କବି, ସାହିତ୍ୟକ, ବୈଜ୍ଞାନିକ ଆଦି ଅଟନ୍ତି। କିନ୍ତୁ ମାୟା ଶକ୍ତି ଏମାନଙ୍କୁ ପଥଭ୍ରାନ୍ତ କରିଦେଇଛି। ଏଇଥିପାଇଁ ଏମାନେ ଭଗବାନଙ୍କୁ ଅମାନ୍ୟ କରିଛନ୍ତି। ଆଜିକାଲି ଏମାନଙ୍କର ସଂଖ୍ୟା ଖୁବ୍ ବେଶୀ। ଏଇ ଯେଉଁ ମାୟା ଅପହୃତ ଜ୍ଞାନଙ୍କ ସଂଖ୍ୟା ଖୁବ୍ ବେଶୀ। ଏପରିକି ଗୀତା ଜାଣିଥିବା ପଣ୍ଡିତମାନଙ୍କ ମଧ୍ୟରେ ଏମାନେ ଅଛନ୍ତି। ଗୀତାରେ ଅତି ସରଳ ଭାବରେ କୁହାଯାଇଛି ଯେ ଶ୍ରୀକୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ। ତାଙ୍କ ସହିତ କେହି ସମାନ ନୁହନ୍ତି କିମ୍ବା ତାଙ୍କଠାରୁ କେହି ବଡ଼ ନୁହନ୍ତି। ବ୍ରହ୍ମା ହେଉଛନ୍ତି ସମସ୍ତ ମାନବ ଜାତିର ମୂଳ ପିତା। କୃଷ୍ଣ ହେଉଛନ୍ତି ବ୍ରହ୍ମାଙ୍କର ପିତା। କୁହାଯାଇଛି କୃଷ୍ଣ ଯେ କେବଳ ବ୍ରହ୍ମାଙ୍କର ପିତା ତାହା ନୁହେଁ, ସେ ସମସ୍ତ ଜୀବଜଗତର ପିତା। ସେ ନିର୍ବିଶେଷ ବ୍ରହ୍ମ ଓ ପରମାତ୍ମା ମାନଙ୍କର ମୂଳ ଅଟନ୍ତି। ପ୍ରତ୍ୟେକଙ୍କ ହୃଦୟରେ ଥିବା ପରମାତ୍ମା ତାଙ୍କର ଅଂଶ ଅଟନ୍ତି। ସେ ସମସ୍ତଙ୍କର ଉଦ୍ଭବ ସ୍ଥଳ ଅଟନ୍ତି ଏବଂ ସେଇଥିପାଇଁ ପ୍ରତ୍ୟେକଙ୍କର ତାଙ୍କର ପାଦପଦ୍ମରେ ଆଶ୍ରିତ ହେବା ପାଇଁ ଉପଦେଶ ଦିଆଯାଇଛି। ସବୁ କଥା ସତ୍ତ୍ୱେ ମାୟା ଅପହୃତ ଜ୍ଞାନ ବ୍ୟକ୍ତିଗଣ ପରମ ପୁରୁଷ ଭଗବାନଙ୍କର ଅବମାନନା କରନ୍ତି ଏବଂ ତାଙ୍କୁ ଏକ ସାଧାରଣ ମାନବ ବୋଲି ବିଚାର କରନ୍ତି। ଭଗବାନଙ୍କର ଶାଶ୍ୱତ ଓ ଦିବ୍ୟ ସତ୍ତା ଅନୁଯାୟୀ ଯେ ଦୁର୍ଲଭ ମାନବ
ଜୀବନ ଗଢ଼ାଯାଇଛି ଏହା ସେମାନେ ଜାଣନ୍ତି ନାହିଁ। ଏ ମାୟା ଅପହୃତ ଜ୍ଞାନ ବ୍ୟକ୍ତି ଗଣ ପ୍ରକୃତ ଗୁରୁ ପରମ୍ପରାରେ ଆସୁନାହାନ୍ତି। ଏମାନଙ୍କ ଦ୍ୱାରା ଯେଉଁ ଗୀତା ପ୍ରଣୟନ କରାଯାଇଛି ସେଗୁଡ଼ିକ ପ୍ରାମାଣିକ ଭାଷ୍ୟ ନୁହେଁ। ଏସବୁ ଆତ୍ମାନୁଭୂତି ଲାଭ ମାର୍ଗରେ ଅନେକ ପ୍ରତିବନ୍ଧକ ଅଟନ୍ତି। ଏମାନେ ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ଶରଣ ନିଅନ୍ତି ନାହିଁ କିମ୍ବା ଅନ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ। ନମ୍ବର 4, ଶେଷ ଶ୍ରେଣୀର ବା ଚତୁର୍ଥ ଶ୍ରେଣୀର ଦୁଷ୍କୃତିନ ହେଉଛନ୍ତି ଅସୁରଂ ଭାବମ୍, ଆଶ୍ରିତ ଅର୍ଥାତ୍ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଏମାନେ ପରିଷ୍କାର ଭାବରେ ନାସ୍ତିକ ଅଟନ୍ତି। ସେମାନଙ୍କ ମଧ୍ୟରୁ କେହି କେହି ଯୁକ୍ତି କରନ୍ତି ଯେ ଭଗବାନ କେବେ ହେଲେ ଏ ଧରାଧାମରେ ଅବତୀର୍ଣ୍ଣ ହୋଇପାରିବେ ନାହିଁ, କିନ୍ତୁ ଏହାର କୌଣସି ଯୁକ୍ତ କାରଣ ସେମାନେ ଦର୍ଶାଇ ପାରନ୍ତି ନାହିଁ। ଆଉ କେତେକ ଅଛନ୍ତି ଯେଉଁମାନେ କହନ୍ତି ଭଗବାନ କୃଷ୍ଣ ହେଉଛନ୍ତି ନିର୍ବିଶେଷ ବ୍ରହ୍ମର ଅଧୀନ, କିନ୍ତୁ ଗୀତାରେ ଓଲଟା କୁହାଯାଇଛି। ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ନିର୍ବିଶେଷ ବ୍ରହ୍ମ ତାଙ୍କଠାରେ ଆଶ୍ରିତ। ଏ ନାସ୍ତିକ ଗଣ ପରମ ପୁରୁଷ ଭଗବାନଙ୍କୁ ଈର୍ଷା କରନ୍ତି। ସେମାନେ ସେମାନଙ୍କର ମନଗଢ଼ା ଅନେକ ଅବୈଧ ଅବତାର ସୃଷ୍ଟି କରନ୍ତି ଏବଂ ସେଗୁଡ଼ିକୁ ଭଗବାନଙ୍କର ଅବତାର ବୋଲି କହନ୍ତି। ଏମାନଙ୍କର ନୀତି ହେଲା ଭଗବାନଙ୍କୁ ନିନ୍ଦା କରିବା। ଏମାନେ କଦାପି ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ଶରଣ ନେଇପାରିବେ ନାହିଁ। ଏମାନେ କଦାପି ଭଗବାନଙ୍କର ପାଦପଦ୍ମରେ ଶରଣ ନେଇପାରିବେ ନାହିଁ। ଦକ୍ଷିଣ ଭାରତର ଶ୍ରୀ ଯମାନୁଚାର୍ଯ୍ୟ ଅଲବନ୍ଧରୁ କହିଛନ୍ତି ଯେ ହେ ଭଗବାନ, ଆପଣ ନାସ୍ତିକମାନଙ୍କର ଅଗମ୍ୟ। ଆପଣଙ୍କର ଲୀଳା ଗୁଣ ଓ ସ୍ୱଭାବ ଅସାଧାରଣ ଅଟେ। ସମସ୍ତ ପ୍ରାମାଣିକ ଗ୍ରନ୍ଥମାନଙ୍କରେ ଆପଣଙ୍କୁ ଭଗବାନ ବୋଲି କୁହାଯାଇଛି। ଆପଣ ଶୁଦ୍ଧ ସତ୍ତ୍ୱ ସ୍ତରରେ ଅବସ୍ଥିତ ଭଗବାନ ଅଟନ୍ତି। ଏହା ସମସ୍ତ ବୈଦିକ ଶାସ୍ତ୍ରରେ କୁହାଯାଇଛି। ଭଗବତ ବିଜ୍ଞାନ ବା ଆପଣଙ୍କ ତତ୍ତ୍ୱ ଜାଣିଥିବା ଦୈବଗୁଣର ଅଧିକାରୀ ହୋଇଥିବା ପ୍ରସିଦ୍ଧ ଜ୍ଞାନୀ ଯୋଗୀ ଋଷି ମୁନିଗଣ ଆପଣଙ୍କୁ ଭଗବାନ ବୋଲି ସ୍ୱୀକାର କରିଯାଇଛନ୍ତି। ଏସବୁ ସତ୍ତ୍ୱେ ଏ ନାସ୍ତିକ ଗଣ ଆପଣଙ୍କୁ ଜାଣିପାରନ୍ତି ନାହିଁ। ତେଣୁ 1ରେ ଗଣ୍ଡମୂର୍ଖ ଗଣ, 2ରେ ନରାଧମ ଗଣ, 3ରେ ମାୟା ଅପହୃତ ଜ୍ଞାନ ବ୍ୟକ୍ତିଗଣ ଏବଂ 4ରେ ଅସୁର ସ୍ୱଭାବ ସମ୍ପନ୍ନ ନାସ୍ତିକ ଗଣ। ଯାହା ସବୁ ଉପରେ କୁହାଗଲା ସମସ୍ତ ପ୍ରକାର ଶାସ୍ତ୍ର ପ୍ରମାଣ, ସାଧୁସନ୍ଥ ଆଚାର୍ଯ୍ୟମାନଙ୍କର ପ୍ରମାଣ ସତ୍ତ୍ୱେ ପରମ ପୁରୁଷ ଭଗବାନଙ୍କର ପାଦପଦ୍ମରେ କେବେ ହେଲେ ଶରଣ ନିଅନ୍ତି ନାହିଁ। ନ ମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମା ମାୟା ଅପହୃତ ଜ୍ଞାନା ଆସୁରଂ ଭାବମାଶ୍ରିତା। ନ ମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମା ମାୟା ଅପହୃତ ଜ୍ଞାନା ଆସୁରଂ ଭାବମାଶ୍ରିତା। ଗଣ୍ଡମୂର୍ଖ ଦୁର୍ବୃତ୍ତ ଗଣ ନରାଧମ ମାନେ ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହୋଇଛି ସେମାନେ ଏବଂ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ମୋଠାରେ ଆତ୍ମସମର୍ପଣ କରନ୍ତି ନାହିଁ କିମ୍ବା ଶରଣରେ ଆସନ୍ତି ନାହିଁ। ଓକେ, ତେଣୁ ଏହା ଶ୍ରୀମଦ୍ ଭଗବତ ଗୀତା ଅଧ୍ୟାୟ 7 ଶ୍ଲୋକ ନମ୍ବର 15ରେ ବର୍ଣ୍ଣନା କରାଯାଇଛି। ନ ମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମା ମାୟା ଅପହୃତ ଜ୍ଞାନା ଆସୁରଂ ଭାବମାଶ୍ରିତା। ହରେ କୃଷ୍ଣ।